ଆପଣ ଗୋଟେ ଗୀତ ନିଶ୍ଚୟ ଶୁଣିଥିବେ, ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ, ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ, ଘରଣୀ ଥିଲେ କି ହେବ ପ୍ରେମ ନ କଲେ ଲା 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 ଲା। ଏଇ ଲା 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 କରି କରି ଘରଣୀକି ମୁଣ୍ଡରେ ବସେଇଲା ପରେ ବାହାଘର କେତେ ବର୍ଷ ଯାକେ ତ ପ୍ରେମ ଠିକ ରହିବ? ବାହାଘର 3-4 ବର୍ଷ ବିତିଗଲା ପରେ ଘରଣୀ ତା ଅସଲ ରୂପ ନାଗିନ ରୂପ ଦେଖେଇବାକୁ ପଛେଇବନି। ଭଜା କରିଥିଲା, ସେଇ ଭଜାକୁ ମୁଁ ଟିକେ ସୁଆଦିଆ ଲାଗିଲାନି କହିଦେଲି ରାଗରେ, ଯେହେତୁ ଆମ 2 ଜଣଙ୍କ ଭିତରେ ଝଗଡ଼ା ଲାଗିଥିଲା। ସେ କ'ଣ ଭାବିଲା କେଜାଣି ଆଜ୍ଞା, ଆଣିକି ଡାଲି ଟିକେ ଦେଲା ମୋ ସାମ୍ନାରେ। ମୁଁ ତ ମନରେ ସ୍ଥିର କରିଛି ତାର କିଛି ଭଲ ନାହିଁ କହିବି, ଡାଲିଟାକୁ ବି ଆଜ୍ଞା ସ୍ୱାଦ ଲାଗିଲାନି କହିବି। ମୋ ବେଳ ଖରାପ ହେଇଗଲା ଆଜ୍ଞା। କ'ଣ କହୁଛନ୍ତି ଏ ଶାଶୁର ଝିଅ, ଏ ଶାଶୁର ଝିଅ ସିଧା କରୋନା ବାଲାକୁ ଫୋନ କରିଦେଲା ଆଜ୍ଞା। ବାଲାକୁ ଫୋନ କରିଦେଲା, ଏମିତି ସଜଳ ବଳେ ଧାଇଁ ଆଇଲେ। ଧାଇଁ ଆସିକିରି ତ ଆଜ୍ଞା ମୁଁ ଖାଇ ବସିଛି, ମତେ କହିଲେ ଚାଲ ଯିବା। ମୁଁ କହିଲି ଆଜ୍ଞା କୁଆଡ଼େ? ମେଡ଼ିକାଲ ଯିବା। ମୋର ତ ଆଜ୍ଞା କିଛି ହେଇନି। ଏତିକି କହିବା ଭିତରେ ଆଜ୍ଞା 2 ଜଣ 2 ହାତ ଆଉ 2 ଜଣ 2 ଗୋଡ଼ ଧରିକି ମତେ ନେଇକି ଭ୍ୟାନ ଭିତରେ ପୁରେଇ ଦେଲେ। ମୁଁ ଶଳାଟି ଚିନ୍ତା କରୁଛି ସେ ଭ୍ୟାନ ଭିତରେ ମୁଁ କ'ଣ କରିବି, ମୋର କ'ଣ ହେଇଛି? ବୁଝୁ ବୁଝୁ ଜଣା ପଡ଼ିଲା ମୋ ସ୍ତ୍ରୀ କି ଯୋଉ ମୁଁ କହିଦେଇଥିଲି ସ୍ୱାଦ ଲାଗୁନି ମୋ ପାଟି, ସିଏ ଚିନ୍ତା କରିଦେଲା ଯେ ମତେ କରୋନା ହେଇଛି, ମୁଁ ସ୍ୱାଦ ବାରି ପାରୁ ନାହିଁ। ଇଏ ଶାଶୁ ଝିଅ ସେଇଠି ଫୋନ କରିଦେଇଛି, ସେମାନେ ଧାଇଁ ଆସିଛନ୍ତି। ମୁଇଁ କହିଲି ବୁଦ୍ଧି ଜ୍ଞାନୀ ମାଇକିନିଆ, ବଦଲାଟା କେମିତି ତାଠୁ ନେବି ମୁଁ? ମତେ ତ ଏମାନେ ନେବେ ନେବେ, ମୁଁ ତାଠୁ ବଦଲା କେମିତି ନେବି? ଗାଡ଼ି ଭିତରେ ବସିକି ଚିନ୍ତା କଲା ବେଳକୁ ମତେ ଆଜ୍ଞା ତା ଭିତରୁ ଜଣେ ପଚାରିଲା, ଏ ରୋଗ ହେବା ଭିତରେ କାହା କାହା ସହିତ କଥାବାର୍ତ୍ତା ହେଇଛୁ? ମୋ ମୁଣ୍ଡକୁ ଗୋଟେ ଶୈତାନୀ ଆଇଡ଼ିଆ ଜୁଟିଲା। ମୁଁ କହିଲି ଆଜ୍ଞା ମୋ ଶାଶୁ, ମୋ ଶ୍ୱଶୁର, ମୋ ଶଳା, ମୋ ଶାଳୀ, ମୋ ଶଳା ଭାଉଜ, ଆଜ୍ଞା ତାଙ୍କ ବାଡ଼ି ଚାରି ପାଖ ବି ବୁଲି ଆଇଛି। ଟେକି ନେ ନାମ ନେ ନାମ। ଆଜ୍ଞା ଏଇ କଥାଟି ଯଦି ଭଲ ଲାଗିଲା, ବୁଝିପାରୁଛନ୍ତି ନା, ଏଇ କଥାଟି ଯଦି ଭଲ ଲାଗିଲା ଆପଣ କ'ଣ କ'ଣ କରିବେ, କ'ଣ କ'ଣ କରିବେ? ମୁଁ ସେ କଥା ଆପଣଙ୍କୁ ଜଣେଇବାର ଆବଶ୍ୟକତା ନାହିଁ, ଆପଣମାନେ ଜାଣିଛନ୍ତି। ସେଇଟା ଟିକେ ଗେଞ୍ଜି ଦେବେ ଆଜ୍ଞା।